ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନ ସାମ୍ବାଦିକ ସମ୍ମିଳନୀ ମିଡ଼ିଆ କନକ୍ଲେଭ 2025 ଅନୁଷ୍ଠିତ। ବ୍ରହ୍ମପୁର ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ମିଡ଼ିଆ କନକ୍ଲେଭ 2025 ବ୍ରହ୍ମପୁର ସ୍ଥିତ ସରକାରୀ ITI ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ସଭାପତି ତୁଷାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଉଚ୍ଚ ବାଚସ୍ପତି ତଥା ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପଣ୍ଡା ଯୋଗ ଦେଇ କହିଥିଲେ ଯେ ସାମ୍ବାଦିକମାନେ ସ୍ୱଚ୍ଛ ନିର୍ଭୀକ ହୋଇ ଦେଶର ଭବିଷ୍ୟତକୁ ସୁଦୃଢ଼ କରିବାକୁ ପଡ଼ିବ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ଯୋଗଦେଇ ସଂଘର ଗଞ୍ଜାମ ଜିଲ୍ଲା ଶାଖା ଦ୍ୱାରା ଆୟୋଜିତ ଏହିଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ବିଶେଷ କରି ସଂଘର ଗଞ୍ଜାମ ଜିଲ୍ଲା ଶାଖା ସଭାପତି କୃଷ୍ଣ ଚନ୍ଦ୍ର ପାଳଙ୍କ ଅଦମ୍ୟ ସାହସ ଓ ପରାକାଷ୍ଠା ଯୋଗୁଁ ଏହିଭଳି କାର୍ଯ୍ୟକ୍ରମର ସଫଳ ଆୟୋଜନ ହୋଇପାରିଲା ବୋଲି କହିଥିଲେ। ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନ ଓ ଏହାର କାର୍ଯ୍ୟକଳାପ ଆହୁରି ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ। ଓଡ଼ିଶା ଡିଜିଟାଲ ମିଡ଼ିଆ ଓ ବର୍ତ୍ତମାନ ସାମାଜିକ ସ୍ଥିତି ଉପରେ ସେ ନିଜ ବକ୍ତବ୍ୟରେ ଆଲୋଚନା କରିଥିଲେ। ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ପର୍ଯ୍ୟଟନ ଭାରତ ସମ୍ପାଦକ ନାରାୟଣ ମହାକୁଡ଼, ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ, ସମାଜସେବୀ ବାବୁ ଗୌଡ଼ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବୀନ ସମ୍ପାଦକ ରବି ରଥ, ଓକାକ ଭୁବନେଶ୍ୱର ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା, ସଂଘର ଗଞ୍ଜାମ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ପାଳ ପ୍ରମୁଖ ମଞ୍ଚାସୀନ ଥିଲେ। ସଂଘର ଗଞ୍ଜାମ ଶାଖା ସମ୍ପାଦକ ସଞ୍ଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସୀତାକାନ୍ତ ପାତ୍ର, ସୁକାନ୍ତ କୁମାର ଦାସ, ରାକେଶ କୁମାର ପାତ୍ର, ଭଗବାନ ଦାସ, ଭୂନନ୍ଦନ କୃଷି ବିଶାରଦ, ଶଙ୍କର ସାହୁ, ଦୀପକ ସାହୁ, କେ ରମେଶ କୁମାର, ନୃସିଂହାନନ୍ଦ ପାଢ଼ୀ, ରଞ୍ଜନ କୁମାର ସାହୁ, ଶରତ ଚନ୍ଦ୍ର ନନ୍ଦ, ପଙ୍କଜ ପାଣିଗ୍ରାହୀ, କୈଳାସ ଚନ୍ଦ୍ର ସ୍ୱାଇଁ, ହୃଷିକେଶ ପଣ୍ଡା, ସୁଦର୍ଶନ ରାଉଳ, ଜଗନ୍ନାଥ ନାୟକ, ହେମନ୍ତ କୁମାର ପାତ୍ର, ରାଜେନ୍ଦ୍ର ପଣ୍ଡିତ ପ୍ରମୁଖ କର୍ମକର୍ତ୍ତାଙ୍କ ସହ ପ୍ରାୟ 400ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ମଞ୍ଚ ଉଦ୍ଘୋଷକ କାର୍ତ୍ତିକ ପାଣିଗ୍ରାହୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁଶ୍ରୀ ସୋନାଲି ପାଣିଗ୍ରାହୀ ସଂଯୋଜନା ଉତ୍କଳିକା ସଙ୍ଗୀତ ଅନୁଷ୍ଠାନ, SS ଡ୍ୟାନ୍ସ ଗ୍ରୁପ, ଆୟାନି ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବ୍ୟୁରୋ ରିପୋର୍ଟ, ପର୍ଯ୍ୟଟନ ନ୍ୟୁଜ ଲାଇଭ।